प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସବୁ ଦିନ ଭଳି ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟ ଠାରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ବାପ୍ତିସ୍ମ ନ ନେଲେ କ'ଣ ହୁଏ। ଜଣେ ବିଶ୍ୱାସୀ ବାପ୍ତିସ୍ମ ନ ନେବା ଦ୍ୱାରା କ'ଣ ହୋଇଥାଏ, ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା। ଅନେକ ସମୟରେ ଆମେ ଶୁଣିବାକୁ ପାଉ ଯେ ଆମ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ କହନ୍ତି ଯେ ବାପ୍ତିସ୍ମ ନ ନେଲେ କିଛି ଅସୁବିଧା ନାହିଁ, ବାପ୍ତିସ୍ମ ନ ନେଇ ମଧ୍ୟ ଆମେ ସ୍ୱର୍ଗକୁ ଯାଇ ହୁଏ, କାରଣ ଯୀଶୁଙ୍କ ସହିତ ଯେଉଁ ଚରକୁ କ୍ରୁଶରେ ଚଢ଼ା ଯାଇଥିଲା ସେ ତ ବାପ୍ତିସ୍ମ ନେଇନଥିଲା, ଆଉ ସେ ଯୀଶୁଖ୍ରୀଷ୍ଟଙ୍କ ସହିତ ସେ ପାରାଦୀସକୁ ସେ ମଧ୍ୟ ଗଲା। ସେଥିପାଇଁ ଆମେ ବାପ୍ତିସ୍ମ ନ ନେଲେ ମଧ୍ୟ କିଛି ଅସୁବିଧା ନାହିଁ। ଏହି ପ୍ରକାର କଥା ଗୁଡ଼ିକ ଅନେକ ସମୟରେ ଅନେକ ଭାଇ ଭଉଣୀମାନେ କହନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଲୋକ ତ ଏହି ପ୍ରକାର କହନ୍ତି, କିନ୍ତୁ ଆପଣ କେବେ ବାଇବଲରୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି କି ଯେ ପରମେଶ୍ୱରଙ୍କ ବାକ୍ୟ ଏହି ବିଷୟରେ ଆମ୍ଭମାନଙ୍କୁ କ'ଣ କହେ? ଜଣେ ବିଶ୍ୱାସୀ ବାପ୍ତିସ୍ମ ନ ନେବା ଦ୍ୱାରା କ'ଣ ହୋଇଥାଏ? ମୁଁ ଆପଣମାନଙ୍କ ନିକଟରେ 5ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା, ବୁଝିପାରିବା ଯେ ବାପ୍ତିସ୍ମ ନ ନେଲେ ପ୍ରକୃତରେ କ'ଣ ହୁଏ। ଆସନ୍ତୁ ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନଙ୍କ ନିକଟରେ ମୁଁ ପ୍ରଥମ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 7 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 7 ଅଧ୍ୟାୟ 29 ପଦରେ ଲୁକ ଏ ପ୍ରକାର ସେ ଲେଖନ୍ତି, ଏହା ଶୁଣି ସମସ୍ତ ଲୋକ ଏପରିକି କରଗ୍ରାହୀ ମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ। ଏହି ସ୍ଥାନରେ ବାଇବଲ ଆମ୍ଭମାନଙ୍କୁ ସ୍ପଷ୍ଟ ଭାବରେ କହେ ଯେ ବାପ୍ତିସ୍ମ ନେବା ଦ୍ୱାରା ଯୋହନଙ୍କ ବାପ୍ତିସ୍ମରେ ଯେଉଁ କରଗ୍ରାହୀ ମାନେ ସୁଦ୍ଧା ବାପ୍ତିଜିତ ହେଲେ, ଆଉ ସେମାନେ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ। ଯୀଶୁ ହିଁ ଠିକ୍ ଅଟନ୍ତି, ଯୀଶୁ ସତ୍ୟ ଅଟନ୍ତି, ବାସ୍ତବ ପରମେଶ୍ୱର ଅଟନ୍ତି ବୋଲି ଏହି ବାପ୍ତିଜିତ ହୋଇଥିବା ଲୋକମାନେ ପରମେଶ୍ୱରଙ୍କୁ ଯଥାର୍ଥ ବୋଲି ସେମାନେ ସ୍ୱୀକାର କଲେ। ଏହା ବାଇବେଲ ଆମମାନଙ୍କୁ କହେ। ଯଦି ଆଜି ମଣ୍ଡଳୀରେ ରହି ମଧ୍ୟ, ବାକ୍ୟ ପଢ଼ି ମଧ୍ୟ, ଆପଣ ଆରାଧନା କରି ମଧ୍ୟ ଯଦି ଆପଣ ବାପ୍ତିସ୍ମ ନେଉନାହାନ୍ତି, ତାହେଲେ ଆପଣ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କରୁନାହାନ୍ତି, ଆପଣ ଅସ୍ୱୀକାର କରୁଛନ୍ତି। ଏହି ବିଷୟକୁ ଯଦି ଅନ୍ୟ ଭାଷାରେ ଆମେ କହିବା ଯେ ବାପ୍ତିସ୍ମ ଯେଉଁମାନେ ନିଅନ୍ତି ନାହିଁ, ବାପ୍ତିସ୍ମ ଯେଉଁମାନେ ନେବା ପାଇଁ ପସନ୍ଦ କରନ୍ତି ନାହିଁ, ସେମାନଙ୍କୁ ନାସ୍ତିକ ବୋଲି ମଧ୍ୟ ଆମେ କହିପାରିବା। ଯେ ଈଶ୍ୱର ଆଉ କେହି ନାହାନ୍ତି, ଈଶ୍ୱର ଠିକ୍ ନୁହନ୍ତି, ଯୀଶୁ ଠିକ୍ ନୁହନ୍ତି, ଏହା ସେମାନେ କ'ଣ କରୁଅଛନ୍ତି? ସ୍ୱୀକାର କରୁଅଛନ୍ତି। ଯଦି ଆପଣମାନଙ୍କୁ ମୁଁ ଗୀତ ସଂହିତାରୁ ଗୋଟେ ବାକ୍ୟ ପଢ଼ିବା ପାଇଁ ଚାହେଁ। ଗୀତ ରଚକ ଏ ପ୍ରକାର ଲେଖନ୍ତି, ଦାଉଦ 14 ଅଧ୍ୟାୟ 14 ଗୀତ 1 ପଦରେ ଲେଖାଯାଏ, ମୂଢ଼ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହିଁ। ପ୍ରିୟ ଭାଇ ଭଉଣୀମାନେ, ବାପ୍ତିସ୍ମ ନ ନେବା ଦ୍ୱାରା କ'ଣ ହୁଏ? ଆମେ ଈଶ୍ୱରଙ୍କୁ ସ୍ୱୀକାର କରୁନାହୁଁ। ଆମେ ଈଶ୍ୱରଙ୍କୁ ଠିକ୍ ବୋଲି ଆମେ କ'ଣ କରୁନାହୁଁ? ଘୋଷଣା କରୁନାହୁଁ ବା ଆମେ ସ୍ୱୀକାର କରୁନାହୁଁ। ଏହା ଆମେ ଜାଣିବା ଆବଶ୍ୟକ ରହିଛି। ଆଜି ଅନେକ ଭାଇ ଭଉଣୀମାନେ ସେମାନେ ମଣ୍ଡଳୀରେ ଅଛନ୍ତି, ସୁନ୍ଦର ଭାବରେ ଆରାଧନା କରନ୍ତି, ହେଇପାରେ ଇଭେନ୍ ସେମାନେ ପରିବର୍ତ୍ତନ ବି ହେଇଛନ୍ତି, ସେମାନେ ବାକ୍ୟ ପଢ଼ନ୍ତି, ତଥାପି ଯଦି ଆମେ ବାପ୍ତିସ୍ମ ନ ନେଇ ଯଦି ଆଦି ପର୍ଯ୍ୟନ୍ତ ଅଛୁ, ତାହେଲେ ଆମେ ଈଶ୍ୱରଙ୍କୁ କ'ଣ କରୁଛୁ? ଅସ୍ୱୀକାର କରୁଛୁ। ଈଶ୍ୱରଙ୍କୁ ଆମେ ଯଥାର୍ଥ ବୋଲି ଆମେ ସ୍ୱୀକାର କରୁନାହୁଁ। ପ୍ରିୟ ଭାଇ ଭଉଣୀମାନେ, ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ସେହି ଲୁକ ଲିଖିତ ସୁସମାଚାର ସେହି 7 ଅଧ୍ୟାୟ 30 ପଦରେ ଦ୍ୱିତୀୟ ବିଷୟ ଲେଖାଯାଏ 30 ପଦ, କିନ୍ତୁ ଫାରୁସୀମାନେ ଓ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ଆପଣା ଆପଣା ସମ୍ବନ୍ଧରେ
ଈଶ୍ୱରଙ୍କ ସଂକଳ୍ପ ଅଗ୍ରାହ୍ୟ କଲେ। ବାପ୍ତିସ୍ମ ନ ନେବା ଦ୍ୱାରା କ'ଣ ହୁଏ? ଆମ ଜୀବନରେ ଆମ ପ୍ରତି ପରମେଶ୍ୱର ଯେଉଁ ଯୋଜନା ଗୁଡ଼ିକ ରଖିଛନ୍ତି, ଯେଉଁ ସଂକଳ୍ପ ଗୁଡ଼ିକ ସେ ରଖିଛନ୍ତି, ତାହା କ'ଣ ହେଇଯାଏ? ରିଜେକ୍ଟ ହେଇଯାଏ। ସେଇ ସବୁ ଯୋଜନା ଗୁଡ଼ିକ ଅଗ୍ରାହ୍ୟ ହେଇଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଆମ୍ଭମାନଙ୍କ ମଧ୍ୟରେ ଏପରି ବ୍ୟକ୍ତି କେହି ଅଛି ଯେ ଛୋଟବେଳରୁ ପରିଶ୍ରମ କରି ପାଠ ପଢ଼ିଲା ପରେ ଯେତେବେଳେ ସେ ଆଇଏଏସ୍ ପାଠ ପଢ଼େ, ଆଇଏଏସ୍ ଅଫିସର ହେବା ନିମନ୍ତେ ସେ ପରିଶ୍ରମ କରେ, ଆଉ ଯେଉଁ ସମୟରେ ଚାକିରି କରିବା ନିମନ୍ତେ ଅଫର ଆସେ ସେହି ସମୟରେ ମନା କରିଦେଉ। ଏହି ପ୍ରକାର ବ୍ୟକ୍ତି କିଏ ଅଛନ୍ତି? ଦୁଃଖର ବିଷୟ, ଯେଉଁ ପରମେଶ୍ୱର ଅନନ୍ତକାଳୀନ ଯୋଜନା ଆମମାନଙ୍କ ପାଇଁ କରିଅଛନ୍ତି, ସେହି ପରମେଶ୍ୱରଙ୍କର ଯୋଜନାକୁ ଅଗ୍ରାହ୍ୟ କରିବାର ଏକମାତ୍ର ବିଷୟ ହେଉଛି ବାପ୍ତିସ୍ମ ନ ନେବାଟା। ଯଦି ଆମେ ବାପ୍ତିସ୍ମ ନେଉନାହୁଁ, ତାହେଲେ ପରମେଶ୍ୱର ଆମ ଜୀବନରେ ଶାରୀରିକ ଭାବରେ ହେଉ, ଆତ୍ମିକ ଭାବରେ, ସ୍ୱର୍ଗୀୟ ଭାବରେ ଯେଉଁ ଯୋଜନା ଗୁଡ଼ିକ ପରମେଶ୍ୱର ଆମ ପାଇଁ ରଖିଛନ୍ତି, ସେହି ସବୁ ଯୋଜନାକୁ ଆମେ କ'ଣ କରୁ? କ୍ୟାନସେଲ କରୁ, ଅଗ୍ରାହ୍ୟ କରୁ। ଆଉ ସେହି ସବୁ ଯୋଜନାକୁ ପରମେଶ୍ୱର ଆମ ଜୀବନରେ ସେ କ'ଣ କରିବେ ନାହିଁ? ସଫଳ କରିବେ ନାହିଁ। ଏହା ବାଇବେଲ ଆମମାନଙ୍କୁ କହେ। ସେଥିପାଇଁ ଯଦି ଆପଣ ଏ ପର୍ଯ୍ୟନ୍ତ ବାପ୍ତିଜିତ ହେବା ନିମନ୍ତେ ନାସ୍ତି କରୁଅଛନ୍ତି, ଆପଣ ଯଦି ଆଜି ଯାଏ ପରିବର୍ତ୍ତନ ହେଇପାରୁନାହାନ୍ତି, ବଦଳୁ ନାହାନ୍ତି, ଆପଣ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି, ଅନୁଗ୍ରହ ମାଗିବାର ଆବଶ୍ୟକ ରହିଛି ଏବଂ ବାପ୍ତିସ୍ମ ନେବା ନିମନ୍ତେ ଆଗକୁ ଆସିବା ଆବଶ୍ୟକ ରହିଛି। ନହେଲେ ଆପଣ ପରମେଶ୍ୱରଙ୍କ ସମସ୍ତ ଯୋଜନାରୁ ଆପଣ ବଞ୍ଚିତ ହେବେ। ପ୍ରିୟ ଭାଇ ଭଉଣୀମାନେ, ଏହା ବାଇବେଲ ଆମ୍ଭମାନଙ୍କୁ ସ୍ପଷ୍ଟ ଭାବରେ କହେ। ମୁଁ ଆପଣମାନଙ୍କ ନିକଟରେ ତୃତୀୟ ବିଷୟ ରଖିବା ପାଇଁ ଚାହେଁ ଯେ ବାପ୍ତିସ୍ମ ନ ନେଲେ କ'ଣ ହୁଏ? ଆପଣମାନେ ମୋ ସହିତ ମାର୍କ ଲିଖିତ ସୁସମାଚାରକୁ ଆସିବେ। ମାର୍କ ଲିଖିତ ସୁସମାଚାର 16 ଅଧ୍ୟାୟ 16 ପଦ। ଏହା ଆମମାନଙ୍କର ସୁପରିଚିତ ବାକ୍ୟ ଅଟେ। ଆଉ ଏହି ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କୁ କିଛି ବିଷୟ ସେ କହିବା ପାଇଁ ଚାହାନ୍ତି। ଲେଖାଯାଏ, ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। କେତେ ସ୍ପଷ୍ଟ ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ କ'ଣ ହେବ? ସେ ପରିତ୍ରାଣ ପାଇବ। ଆଉ ଯେ ବାପ୍ତିଜିତ ହୁଏ ନାହିଁ, ଅର୍ଥାତ୍ ଯେ ଅବିଶ୍ୱାସ କରେ, ସେ କ'ଣ ହୁଏ ନାହିଁ? ବାପ୍ତିଜିତ ହୁଏ ନାହିଁ। ଆଉ ବାଇବେଲ କହେ ତାର ପାପ କ'ଣ ହୁଏ ନାହିଁ? କ୍ଷମା ହୁଏ ନାହିଁ। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, ମାତ୍ର ଯେ ବାପ୍ତିଜିତ ହୁଏ ନାହିଁ ସେ ପରିତ୍ରାଣ ପାଏ ନାହିଁ। ସେ ପାପରେ ରୁହେ। ଅତୀତ କାଳର ସବୁ ପାପ କ୍ଷମା ହୁଏ ନାହିଁ, ସେ ପାପରୁ ପରିତ୍ରାଣ ପାଏ ନାହିଁ। ଆଉ ବାଇବେଲ କହେ ପାପର ବେତନ ମୃତ୍ୟୁ ଅଟେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ମୃତ୍ୟୁ ଦେବା ପାଇଁ ଆସିଲେ ନାହିଁ, ଆମକୁ ସେଇ ପାପର ବେତନ ମୃତ୍ୟୁର ବନ୍ଧନରୁ ଆମକୁ ମୁକ୍ତ କରିବା ପାଇଁ ଆସିଲେ। ଯଦି ଆଜି ପର୍ଯ୍ୟନ୍ତ ଆପଣ ବାପ୍ତିଜିତ ହୋଇନାହାନ୍ତି, ଆପଣ ମୃତ୍ୟୁକୁ ଭଲ ପାଉଅଛନ୍ତି, ଆପଣ ସେଇ ଦଣ୍ଡକୁ ଭଲ ପାଉଅଛନ୍ତି, ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ ଆପଣ ବିଶ୍ୱାସ କରି ବାପ୍ତିଜିତ ହେବାର ଆବଶ୍ୟକ ରହିଛି ଏବଂ ପାପକୁ ଧୋଇ ଦେବାର ଆବଶ୍ୟକ ରହିଛି, ପାପରୁ ପରିତ୍ରାଣ ପାଇବାର ଆବଶ୍ୟକ ରହିଛି। ଏହା ବାଇବେଲ ଆମମାନଙ୍କୁ କହେ। ପ୍ରଭୁଙ୍କ ନାମର ଗୌରବ ହଉ। ବାପ୍ତିଜିତ ନହେଲେ କ'ଣ ହୁଏ? ଦଣ୍ଡ ଅପେକ୍ଷା କରିଥାଏ, ମୃତ୍ୟୁ ଅପେକ୍ଷା କରିଥାଏ। ଆପଣଙ୍କ ଜୀବନରେ, ମୋ ଜୀବନରେ ଆମେ କେତେବେଳେ ଆମେ ଏଇ ଦୁନିଆ ଛାଡ଼ି ପଳେଇବା ଆମକୁ ଜଣା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବେ ମେଘମାଳରେ ଆସିବେ ଏହା ଆମେ ଜାଣିନାହୁଁ। ସେଥିପାଇଁ ଆମକୁ ବାପ୍ତିସ୍ମ ନେବା ନିମନ୍ତେ ଶୀଘ୍ର ଆମେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ରହିଛି। ଅଧିକରୁ ଅଧିକ ଆମେ ପରମେଶ୍ୱରଙ୍କ ନିକଟତର ହେବା ଆବଶ୍ୟକ ରହିଛି ଏବଂ ବାପ୍ତିସ୍ମ ନିମନ୍ତେ ଆଗକୁ ଆସିବା ଆବଶ୍ୟକ ରହିଛି। ପ୍ରଭୁଙ୍କ ନାମର ଗୌରବ ହଉ। ଆପଣମାନଙ୍କ ନିକଟରେ ମୁଁ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ ଯେ ବାପ୍ତିସ୍ମ ନ ନେଲେ କ'ଣ ହୁଏ? ଏହି କଥା ଆଜି ଅନେକ ଭାଇ ଭଉଣୀ ମାନଙ୍କୁ ଜଣା ନାହିଁ। ସେଥିପାଇଁ ସେମାନେ ବହୁତ କେୟାରଲେସ୍ ଭାବରେ, ସେମାନେ ବହୁତ ଅବହେଳା ଭାବରେ ସେମାନେ କ'ଣ କରୁଅଛନ୍ତି? ନିଜ ଜୀବନକୁ ସେମାନେ ଅତିବାହିତ କରୁଅଛନ୍ତି। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ରଖୁଛି। ଲେଖାଯାଏ ପ୍ରେରିତ ପୁସ୍ତକ 2 ଅଧ୍ୟାୟ, ପ୍ରେରିତ ପୁସ୍ତକ 2 ଅଧ୍ୟାୟ 41 ପଦରେ ଏ ପ୍ରକାର ଲେଖାଗଲା, ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ଆଉ ସେହି ଦିନ ପ୍ରାୟ 300,000 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ପ୍ରଭୁଙ୍କ ନାମର ଗୌରବ। ଆପଣ ବାପ୍ତିଜିତ ନ ହୋଇ ଆପଣ
ଚର୍ଚ୍ଚରେ ଆସିପାରିବେ, ବାପ୍ତିଜିତ ନ ହୋଇ ଆପଣ ଗୀତ ଗାଇପାରିବେ, ଆରାଧନା କରିପାରିବେ, ଆପଣ ବାଇବେଲ ପଢ଼ିପାରିବେ, କିନ୍ତୁ ବାପ୍ତିଜିତ ନ ହେବା କ୍ଷଣି ବା ବାପ୍ତିଜିତ ନ ହେଉଣୁ ଆପଣ ଈଶ୍ୱରଙ୍କ ମଣ୍ଡଳୀର ସଦସ୍ୟ ହେଇପାରିବେ ନାହିଁ। ମଣ୍ଡଳୀ ବୋଲି କହିଲେ ଏହାର ଅର୍ଥ କ'ଣ? ଖ୍ରୀଷ୍ଟଙ୍କ ଶରୀର। ବାପ୍ତିଜିତ ନ ନେଲେ, ବାପ୍ତିସ୍ମ ନ ନେଲେ କ'ଣ ହୁଏ? ଆମେ ଖ୍ରୀଷ୍ଟଙ୍କ ଶରୀରର ଗୋଟେ ଅଙ୍ଗ ହେଇପାରିବା ନାହିଁ। ବାପ୍ତିଜିତ ନ ହେବା ପର୍ଯ୍ୟନ୍ତ ଆମେ ମଣ୍ଡଳୀର ଗୋଟେ ସଭ୍ୟ ଆମେ ହେଇପାରିବା ନାହିଁ। ଆପଣ ପ୍ରଭୁ ଭୋଜର ଅଂଶୀ ହେଇପାରିବେ ନାହିଁ, ତାହାଙ୍କ ଶରୀରର ଗୋଟେ ଅଙ୍ଗ ହେଇପାରିବେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜିକୁ 2000 ବର୍ଷ ତଳେ କାହିଁକି ସେ ଆସିଲେ? ସେ ଯେପରି ଆପଣଙ୍କୁ ମତେ ଲାଭ କରିବେ, ଆମେ ଯେପରି ମନ ପରିବର୍ତ୍ତନ କରି ତାହାଙ୍କ ବାକ୍ୟକୁ ଗ୍ରହଣ କରି ବାପ୍ତିଜିତ ହେବା, ମଣ୍ଡଳୀ ସହିତ ସଂଯୁକ୍ତ ହେବା, ଏହା ପରମେଶ୍ୱରଙ୍କ ଅନନ୍ତକାଳୀନ ଯୋଜନା ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ବାପ୍ତିସ୍ମ ନ ନେଲେ ଆମେ ଖ୍ରୀଷ୍ଟଙ୍କ ମଣ୍ଡଳୀର, ନୂତନ ନିୟମ ମଣ୍ଡଳୀର ଗୋଟେ ସଦସ୍ୟ ଆମେ ହେଇପାରିବା ନାହିଁ, ଗୋଟେ ସଭ୍ୟ ଆମେ ହେଇପାରିବା ନାହିଁ। ସେଥିପାଇଁ ଆମକୁ ବାପ୍ତିସ୍ମ ଜରୁରୀ ଅଟେ। ବାପ୍ତିସ୍ମ ନେବା ନିହାତି ଜଣେ ବିଶ୍ୱାସୀ ନିମନ୍ତେ ଆବଶ୍ୟକ ଅଟେ। ପ୍ରଭୁଙ୍କ ନାମର ଗୌରବ ମୁଁ କହିବା ପାଇଁ ଚାହେଁ, ଆପଣ ବାପ୍ତିସ୍ମ ନିଅନ୍ତୁ, ପ୍ରଭୁଙ୍କ ସହିତ ଆପଣ ମିଶି ଯାଆନ୍ତୁ, ତାହାଙ୍କ ଶରୀରର ଗୋଟେ ଅଙ୍ଗ ହେଇ ଯାଆନ୍ତୁ। ପ୍ରଭୁ ଆପଣଙ୍କୁ କ'ଣ କରିବେ? ଆଶୀର୍ବାଦ କରିବେ, ଆହୁରି ଦାନ ବରଦାନରେ ଆପଣଙ୍କୁ ପୂର୍ଣ୍ଣ କରିବେ। ମୁଁ ପଞ୍ଚମ ବିଷୟ ଆଉ ଶେଷ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାରକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର ତାର 22 ଅଧ୍ୟାୟ 11 ପଦରୁ ମୁଁ ତଳକୁ ପଢୁଛି। ଲେଖାଯାଏ, କିନ୍ତୁ ରାଜା ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରିନଥିବା ଜଣେ ଲୋକଙ୍କୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। 13 ପଦ, ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇ ଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ରାଜା ଗୋଟେ ଭୋଜ ଆୟୋଜନ କରୁଛନ୍ତି, ଆଉ ସେହି ଭୋଜରେ ଯେଉଁମାନେ ନିମନ୍ତ୍ରିତ ହୋଇଛନ୍ତି ସେ ସ୍ଥାନକୁ ସେ ଆସି ଦେଖୁଛନ୍ତି ଯେ ଜଣେ ବ୍ୟକ୍ତି ବିବାହ ବସ୍ତ୍ର ପରିଧାନ କରିନାହାନ୍ତି। ଏହି ବିବାହ ବସ୍ତ୍ର ବୋଲି କହିଲେ କ'ଣ ଆପଣ ଜାଣନ୍ତି କି? ବିବାହ ବସ୍ତ୍ର ବୋଲି କହିଲେ ସେହି ପରିତ୍ରାଣର ବସ୍ତ୍ର। ଏହା ସାଧୁମାନଙ୍କର ଧର୍ମକର୍ମ। ବିବାହ ବସ୍ତ୍ର ବୋଲି କହିଲେ ଏହା ଖ୍ରୀଷ୍ଟଙ୍କର ସ୍ୱଭାବକୁ ବୁଝାଏ। ଯଦି ଆପଣ ଏହି ବାକ୍ୟକୁ ବୁଝିବା ପାଇଁ ଯଦି ଆପଣମାନେ ଗାଲାତୀୟ ପୁସ୍ତକକୁ ଆସିବେ, ଗାଲାତୀୟ ପୁସ୍ତକ 3 ଅଧ୍ୟାୟ 27 ପଦରେ ଲେଖାଗଲା, ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ପ୍ରଭୁଙ୍କ ନାମର ଗୌରବ। ବାପ୍ତିଜିତ ନ ନେଲେ କ'ଣ ହୁଏ? ସେ ଉଲ୍ଲଙ୍ଘନ ଅବସ୍ଥାରେ ଥାଏ। ଆପଣ ଖ୍ରୀଷ୍ଟଙ୍କୁ ପିନ୍ଧନ୍ତୁ, ଆପଣ ଚର୍ଚ୍ଚରେ ରହି ଗୀତ ଗାଇ, ପ୍ରାର୍ଥନା ଯାଇ, ସଭା ସମିତିକୁ ଯାଇ, ବାଇବେଲ ପଢି ଆପଣ ଉଲ୍ଲଙ୍ଘନ ରୁହନ୍ତୁ ନାହିଁ। ଆପଣ ଖ୍ରୀଷ୍ଟଙ୍କୁ ପିନ୍ଧନ୍ତୁ। ବସ୍ତ୍ର କହିଲେ ଖ୍ରୀଷ୍ଟଙ୍କର ସେହି ସ୍ୱଭାବ, ଖ୍ରୀଷ୍ଟଙ୍କୁ ପରିଧାନ କରିବା। ଆଉ ଯେଉଁମାନେ ଖ୍ରୀଷ୍ଟଙ୍କୁ ପରିଧାନ କରିନାହାନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିକୋଦିମକୁ ସେ କ'ଣ କହିଲେ? ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାରକୁ ଆସିବେ, ଯୋହନ ଲିଖିତ ସୁସମାଚାର ତାର 3 ଅଧ୍ୟାୟ ଆପଣମାନଙ୍କ ନିମନ୍ତେ ମୁଁ ପଢିବା ପାଇଁ ଚାହେଁ। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ ତାର 5 ପଦରେ ଯୀଶୁ କହିଲେ, ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଆପଣ ସ୍ୱର୍ଗରୁ ବଞ୍ଚିତ ହେବେ। ବାପ୍ତିସ୍ମ ନ ନେଲେ କ'ଣ ହୁଏ? ସ୍ୱର୍ଗ ମିଳେ ନାହିଁ। ସ୍ୱର୍ଗ ମିଳେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଜଣେ ଷ୍ଟୁଡେଣ୍ଟ ସ୍କୁଲରେ ଜଏନିଂ କରିବା ପାଇଁ ଯେ ପ୍ରକାର ଫର୍ମ ଫିଲ୍ଅପ୍ କରିବା ପାଇଁ ପଡ଼େ, ଠିକ୍ ସେହିପରି ଜଣେ ବିଶ୍ୱାସୀ ନିମନ୍ତେ ବାପ୍ତିସ୍ମ ନେବାର ଆବଶ୍ୟକ ରହିଛି। ସେ ଶୂନ୍ୟ ସ୍ଥାନକୁ ପୂରଣ କରିବା ଆବଶ୍ୟକ ରହିଛି।
ସେଥିପାଇଁ ସ୍ୱର୍ଗରେ ସ୍ଥାନ ରହିଛି। ଏହି ଜଳ ଆଉ ଆତ୍ମାରେ ବୋଲି କହିଲେ ବାକ୍ୟ ଶୁଣି ଆତ୍ମାରେ ବାପ୍ତିସିତ ହୋଇ ମନ ପରିବର୍ତ୍ତନ କରି ମୁଁ ପରିବର୍ତ୍ତନ ହେଇଛି, ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛି, ଏହା ଘୋଷଣା କରିବା ନିମନ୍ତେ ଜଳରେ ବାପ୍ତିସ୍ମ ନେବା ଆବଶ୍ୟକ ରହିଛି। ଆଉ ବାପ୍ତିସ୍ମ ନ ନେଲେ ଜଣେ ବିଶ୍ୱାସୀ କ'ଣ ହୁଏ, ସେ ସ୍ୱର୍ଗରୁ ବଞ୍ଚିତ ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ବାପ୍ତିସ୍ମ ନିମନ୍ତେ ଆମେ ନାସ୍ତି କରିବା ନାହିଁ। ବାପ୍ତିସ୍ମ ନ ନେଲେ କ'ଣ ହୁଏ, ଆମେ 5ଟି ବିଷୟ ଆଜି ବାକ୍ୟରେ ଆମେ ଦେଖିଲୁ। ଯେ ପ୍ରଥମ ବିଷୟ ହେଲା ଆମେ ଈଶ୍ୱରଙ୍କୁ କ'ଣ କରୁଛୁ, ଆମେ ଅଗ୍ରାହ୍ୟ କରୁଛୁ। ଦ୍ୱିତୀୟ ବିଷୟ, ପରମେଶ୍ୱର ଆମ ନିମନ୍ତେ ଯେଉଁ ଯୋଜନା ଗୁଡ଼ିକ କରିଛନ୍ତି ସେଇ ଯୋଜନା ଗୁଡ଼ିକ ଆମେ କ'ଣ କରୁଛୁ, ଅଗ୍ରାହ୍ୟ କରୁଛୁ, କ୍ୟାନସଲ କରୁଛୁ। ତୃତୀୟ ବିଷୟ, ଆମେ କ'ଣ ହଉଛୁ ଯେ ବାପ୍ତିସ୍ମ ନ ନେବା ଦ୍ୱାରା ଆମର ପାପ କ୍ଷମା ହୁଏ ନାହିଁ, ଦଣ୍ଡ ଆମ ଉପରେ କାମ କରେ, ଆଉ ସେହି ବ୍ୟକ୍ତିମାନେ ସେହି ଅନନ୍ତ କାଳର ଦଣ୍ଡ ନିମନ୍ତେ ସେମାନେ ରକ୍ଷିତ ହୁଅନ୍ତି, ଏହା ବାଇବେଲ ଆମମାନଙ୍କୁ କହେ। ଚତୁର୍ଥ ବିଷୟ କ'ଣ ହୁଏ, ବାପ୍ତିସ୍ମ ନ ନେବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରର ଗୋଟେ ଅଙ୍ଗ ହେଇପାରିବା ନାହିଁ, ନୂତନ ନିୟମ ମଣ୍ଡଳୀର ଗୋଟେ ସଦସ୍ୟ ହେଇପାରିବା ନାହିଁ। ବାପ୍ତିସ୍ମ ନ ନେବା ଦ୍ୱାରା କ'ଣ ହୁଏ, ଆମେ ସ୍ୱର୍ଗରୁ ମଧ୍ୟ ଆମେ ବଞ୍ଚିତ ହେବା। ସେଥିପାଇଁ ଏସବୁ ବାକ୍ୟ ଦ୍ୱାରା ଆମେ ନିଜକୁ ପ୍ରସ୍ତୁତ କରିବା, ଆମେ ଯେପରି ଆଗାମୀ ଦିନ ମାନଙ୍କରେ ଯେଉଁମାନେ ଆମେ ବାପ୍ତିସ୍ମ ନାହୁଁ, ଆମେ ବାପ୍ତିସ୍ମ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।